ଦଶମ ସ୍କନ୍ଦ ଦ୍ୱାରିକା ଲୀଳା 59ତମ ଅଧ୍ୟାୟ। ଶ୍ରୀ ଶୁକ ବାଚ। କହନ୍ତି ବ୍ୟାସଙ୍କର ଶିଷ୍ୟ କନ୍ଦର୍ପ ବାସୁଦେବ ଅଂଶ। ପୂର୍ବେ ଦେବଙ୍କ କାର୍ଯ୍ୟ ଗଲା ଈଶ୍ୱର ତପ ଭଗ୍ନ କଲା। ଘୋର ସମାଧି ଭଗ୍ନ କାଳେ ଈଶ୍ୱର ନୟନ ନଳେ। ଶରୀର କଲା ଭସ୍ମ ଯୋଗ ତେଣୁ ସେ ବୋଲାଇ ଅନଙ୍ଗ। କୃଷ୍ଣର ବୀର୍ଯ୍ୟ ଜାତ ହୋଇ ପୁଣ ପାଇଲା ନିଜ ଦେଇ। ତାହାର ପତ୍ନୀ ନାମ ରତି ମାୟା ସଂଯୋଗେ ମାୟାବତୀ। କାମଦେବର ଭସ୍ମ କାଳେ ସମ୍ବର ନେଇଥିଲା ବଳେ। ଅସୁର ଘରେ କାମ ସତୀ ମାୟା ମୋହନ ମାୟାବତୀ। ନିତ୍ୟ କନ୍ୟାଏ ଜାତ କରେ ସମ୍ବର ତା ଭୋଗ କରେ। ଦିନ ହରଇ ତାର ତୁଲେ କଥା ଜାଣନ୍ତି ସକଳେ। ଏମତେ ଶୁଣ ନରନାଥ ସମ୍ବର ପୁରେ ବ୍ରହ୍ମାସୁତ। ରାତ୍ରେ ମିଳିଲେ ତାର ପାଶେ କହନ୍ତି ଶ୍ରୁତ ବିଶ୍ୱାସେ। ବୋଲନ୍ତି ଅସୁରକୁ ଚାହିଁ ନିଶ୍ଚିନ୍ତେ ଅଛୁ କାହିଁ ପାଇଁ। କନ୍ଦର୍ପ ତୋର ବୈରୀ ଆଜି ଜନ୍ମିଲା ଯଦୁପୁରୀ। ତୁ ଯାଇ ବେଗେ କର ନାଶ ସେ ତୋର ମରଣ ବିଶ୍ୱାସ। ନିଶ୍ଚୟ ମରିବୁ ତାର ହସ୍ତେ କହି ଚଳିଲେ ଶୂନ୍ୟ ପତେ। ଅସୁର ବିଚାରଇ ବସି ଯାହା କହିଲେ ବ୍ରହ୍ମ ଋଷି। ସେ ଯେବେ ମୋହର ବୈରୀ ଗୁପତେ ଆସିବଇ ମାରି। ନାରଦ ବଚନେ ଅସୁର ପଶିଲା ଦ୍ୱାରକା ନଗର। କୃଷ୍ଣର ଅନ୍ତପୁରେ ଯାଇ ଯହିଁ ରୁକ୍ମିଣୀ ଛନ୍ତି ଶୋଇ। ପଶିଲା ମାୟା ରୂପ ଧରି ସୁତିକା ଘରୁ ନେଲା ହରି। ଗଗନ ମାର୍ଗେ ଘେନି ଯାନ୍ତେ ମନେ ଭାଳଇ ଶୂନ୍ୟ ପତେ। ଏ ଯେବେ ମୋହର ବୈରୀ କିମ୍ପା ଏହାକୁ କୋଳ କରି। ଏମନ୍ତେ ମନେ ବିଚାରିଲା ସମୁଦ୍ର ମଧ୍ୟେ ପକାଇଲା। ଆହାର ପ୍ରାୟ ମଣିଭାବ ତକ୍ଷଣେ ଗିଳିଲା ରାଘବ। କୃଷ୍ଣର ବଳବୀର୍ଯ୍ୟ ଯୋଗେ ଭସ୍ମ ନୋଇଲା ମୀନ ଗର୍ଭେ। ଏ ରାଘବ ମତ୍ସ୍ୟଗଣ ମେଳେ ବନ୍ଦୀ ପଡ଼ିଲା ମହାଜାଲେ। ଏ ଧୀବର ଗଣ ତାହା ପାଇ ସମ୍ବର ପୁରେ ଦେଲେ ନେଇ। ଅସୁର ମୀନ ଦେଖି ହସି ସେବକ ବୋଲଇ ବିଶ୍ୱାସୀ। ଏ ରତିର ପାଶେ ନେଇ ଦିଅ ରନ୍ଧନ କର ବୋଲି କହ। ତକ୍ଷଣେ ମୀନ ଧରି କରେ ସେବକ ମିଳିଲେ ଭିତରେ। ମୀନ କାଟନ୍ତେ ସୁପକାରେ ବାଳକେ ଦେଖିଲେ ଉଦରେ। ତକ୍ଷଣେ ପୁତ୍ର କରେ ନେଇ ସମ୍ବରାସୁର କୋଳେ ଦେଇ। ଦେଖି ସାନନ୍ଦ ମହାସୁର ବୋଇଲେ ଶୁଣ ସୁପକାର। ଦଇବେ ମୋର ପୁତ୍ର ନାହିଁ ରତି ସମୀପେ ଦିଅ ନେଇ। ଏ ମୋର ହୋଇବ କୁମର ତକ୍ଷଣେ ଘେନି ସୁପକାର। ରତିରେ କୋଳେ ନେଇ ଦେଲା ଭୂମାତ ସମ୍ବାଳ ବୋଇଲା। ଦେଖି ସାନନ୍ଦ ମାୟାବତୀ ପୁତ୍ର ପାଳନେ କଲା ମତି। ଦିନକୁ ଦିନ କୃଷ୍ଣ ବୀର୍ଯ୍ୟ ବଢ଼ଇ ଅପ୍ରମିତ ତେଜ। ଶୁକ୍ଳ ପକ୍ଷେ ଚନ୍ଦ୍ର ଯେନେ ସେ ଯେନେ ବଢ଼େ ଅନୁଦିନେ। ଏମନ୍ତେ ଗଲା କେତେ ଦିନ ମିଳିଲେ ବ୍ରହ୍ମାଙ୍କ ନନ୍ଦନ। ଅସୁର ଅନ୍ତପୁରେ ପଶି ରତିକି କହନ୍ତି ବିଶ୍ୱାସୀ। ଆଦି କାରଣ କଥା କହି ବୋଇଲେ ତୋର ସ୍ୱାମୀ ଏଇ। ଅନଙ୍ଗ କୃଷ୍ଣ ବୀର୍ଯ୍ୟ ଜାତ ସୁତିକା ଘରୁ ଏ ଦୈତ। ହରି ଆଣିଲା ବାହୁ ବଳେ ପଥେ ଖେପିଲା ମହାଜଳେ। ଆହାର ପ୍ରାୟ ମଣି ମୀନ ଗିଳିଲା କୃଷ୍ଣର ନନ୍ଦନ। ଏ ବନ୍ଦୀ ପଡ଼ିଲା ମହାଜଳେ ଦୈତ୍ୟ ତୋତେ ଦେଲା ବେଳେ। ତୁ ଏହା ପାଳ ଯତ୍ନ କରି ଏ ପୁଣ ସମ୍ବର ସଂହାରି। ବିମାନେ ତୋତେ କୋଳ କରି ଗମିବେ ଦ୍ୱାରକା ନଗରୀ। ଲଭିବୁ ତୋର ନିଜ ନାଥ କହି ଚଳିଲେ ବ୍ରହ୍ମସୁତ। ସେ କାମ ନାରୀ ମାୟାବତୀ ସ୍ୱାମୀ ପାଳନେ କଲା ମତି। ଅସୁର ବୋଲେ ପାକଶାଳେ ବସନ୍ତି ସୁପକାର ମିଳେ। ରନ୍ଧନ କରି ଷଡ଼ରସ ଅସୁର ମନ କଲେ ଦୋଷ। ଏ ଅନ୍ତେ ଶୁଣ ନରନାଥ ଦିନକୁ ଦିନ କୃଷ୍ଣ ସୁତ। ଶୁକ୍ଳ ପକ୍ଷେ ଚନ୍ଦ୍ର ଯେନେ ତେଜ ବଢ଼ଇ ଦିନେ ଦିନେ। ନିଜ ସ୍ୱାମୀ କି ଶିଶୁ ଦେଖି ସ୍ନେହ ପାଳଇ ଶଶିମୁଖୀ। କଟାକ୍ଷ ଲୋଚନେ ଅନାଇ ଭାବେ କାମିନୀ ପ୍ରାୟ ହୋଇ। ଅଳପ ହୁଏ ଯବା ଦେହ ଦେଖି କାମିନୀ ଗଲା ମୋହ। ଏ ଭସ୍ମ ଅଙ୍କୁର ସେ ମଦନ ବିଶେଷ କୃଷ୍ଣର ନନ୍ଦନ। ଲୋଚନେ ଦିଶେ ପଦ୍ମ ତେଜ ଲମ୍ବେ ସୁନ୍ଦର ବେନିଭୁଜ। ଅତି ସୁନ୍ଦର ରୂପ ଦେଖି ଅଳପ ହସି ଶଶିମୁଖୀ। ମିଳିଲେ କୃଷ୍ଣ ସୁତ ପାଶେ ସ୍ୱଭାବେ ରତି ରଙ୍ଗ ଆସେ। ଦେଖି ତାହାର ବିପରୀତ ଭୟେ ଉଠିଲା କୃଷ୍ଣ ସୁତ। ସମ୍ଭ୍ରମେ ତାର ମୁଖ ଚାହିଁ ଭାଳଇ ଶିରେ କର ଦେଇ। ତୁ ଯେ ମୋହର ନିଜ ମାତ ଏବେ ଦେଖିଲି ବିପରୀତ। ମାତାର ସ୍ନେହ ଦୂର କରି କାମିନୀ ଭାବକୁ ଆଚରି। କହ କେବଳ ହେଉ କୃତ୍ୟ ଭୟେ ବୋଲଇ କୃଷ୍ଣ ସୁତ। ଏ ଶୁଣି ବୋଇଲେ ମାୟାବତୀ ତୁ ନାଥ ମୋର ନିଜ ପତି। ରୁଦ୍ର ନୟନେ ଭସ୍ମ ହୋଇ ଅନଙ୍ଗ ନାମେ ତୁମ୍ଭେ ବଇ। କେତେ କାଳେ ନିଜ ତେଜେ ଜାତ ହୋଇଲେ କୃଷ୍ଣ ବୀର୍ଯ୍ୟେ। ନାରଦ ମୁଖୁ ତୋର ବାଣୀ ନିଜ ମରଣ ତଥ୍ୟ ଜାଣି। ମାୟାରେ ଦୈତ୍ୟ ବେଗେ ଗଲା ଦ୍ୱାରକା ନଗରେ ମିଳିଲା। ସୁତିକା ଘରୁ ତୋତେ ଆଣି ଆତ୍ମାର ରିପୁ ପ୍ରାୟ ମଣି। ଲବଣ ଜଳେ ପକାଇଲା ତୋ ଦେହ ମୀନ ଗିଳିଥିଲା। ସେ ମୀନ ସମ୍ବର ନିକଟେ ଧୀବର ଆଣି ଦେଲା ବେଟେ। ବ୍ରାହ୍ମଣେ ଆସି ପାକଶାଳେ ଶସ୍ତ୍ରେ ଛେଦିଲେ ଯେତେବେଳେ। ମୀନ ଉଦରୁ ତୋତେ ପାଇ ପାଳଇ ସ୍ନେହ ଭର ହୋଇ। ନାରଦ କହିଗଲେ ମୋତେ ତେଣୁ ଭଜଇ ପତ୍ନୀ ମୋତେ।
ମୋର ନିଜ ନାମ ରତି ଗୋବିନ୍ଦ ମିଳାଇଲେ ପତି। ମାୟାରେ ବଞ୍ଚାଇ ଅସୁରେ ବସଇ ସମ୍ବରେ ନଗରେ। ନିଶ୍ଚୟ ରିପୁଏ ତୋର ଏହାର ପ୍ରାଣ ବେଗେ ଅରମ୍। ଅନେକ ମାୟା ଶସ୍ତ୍ର ଜାଣେ ଦେବେ ଡରନ୍ତି ଏହାରଣେ। ମୋହର ମାୟା ଅଛି ଯେତେ ଅସୁର ନ ଜାଣଇ ତେତେ। ମାୟା ମୋହର ଶସ୍ତ୍ର ବେଦୀ ବେଗେ ଏହାର ଶିର ଛେଦି। ବିମାନେ ବସି ନାଥ ଏବେ ଚାଲ ଦ୍ୱାରକା ଯିବା ବେଗ। ତୋର ଜନନୀ ଚନ୍ଦ୍ରମୁଖୀ ରୁକ୍ମିଣୀ ଦେବୀ ବଡ଼ ଦୁଃଖୀ। ଉଦରେ ବହି 10 ମାସ ପ୍ରସବେ ହୋଇଲେ ନିରାଶ। କୁମାରୀ ପ୍ରାୟ ପୁତ୍ର ଶୋକେ ଦିନ ବଞ୍ଚଇ ଅତି ଦୁଃଖେ। ଆକୁଳେ ପୁତ୍ର ଶୋକେ ଦେଇ ମୃତ ବଶ୍ଚିକା ପ୍ରାୟ ହୋଇ। ଏମନ୍ତ କହି ତାର ପାଶେ ମୋହନ ବିଦ୍ୟା ଦେଲା ତୋତେ। ଏ ସକଳ ମାୟା ଜେଣେ ଜିଣି କହିଲା ସ୍ୱାମୀ ଭାବ ଜ୍ଞାନୀ। କୃଷ୍ଣ ନନ୍ଦନ ଶୁଣି ତାହା ଅଭ୍ୟାସ କଲା ମୋହ ମାୟା। ଏମତେ ପାଇଲା ରଜନୀ କନ୍ଦର୍ପ କରେ ଗଦା ଘେନି। ସମ୍ବର ସଭା ତଳେ ମିଳି ଯୁଦ୍ଧେ ଡାକଇ ମହାବଳୀ। ଅନେକ ନିନ୍ଦା ବାକ୍ୟ ମତ କହନ୍ତେ କ୍ରୋଧ ହୁଏ ଜାତ। ଅତି ନିନ୍ଦିତ କଥା ଶୁଣି ବେଗେ ଉଠିଲା ଶିର ଝୁଣି। ସମ୍ବର କହେ ବଳଦର୍ପେ ପାଦ ପହାରେ ଜେନେ ସର୍ପେ। ରୋଷେ ବଦନ ତମ୍ବା ପ୍ରାୟ ପିଟିଲା ପ୍ରଦ୍ୟୁମ୍ନ ହୃଦେ। ଏ କୋପେ ଛାଡ଼ଇ ଘୋର ରଡ଼ି ଯେସନେ ବଜ୍ର ଘଡ଼ଘଡ଼ି। ଏ କୃଷ୍ଣ ନନ୍ଦନ ଗଦା ବେଗେ କୋପେ ବୁଲାଇ 10 ଦିଗେ। ସମ୍ବର ଗଦା କଲା ଚୁର କୋପେ ଡାକଇ ମହାଘୋର। କନ୍ଦର୍ପ କରେ ଗଦା ଦେଖି ଅସୁର ସମର ଉପେକ୍ଷୀ। ଗଗନ ମାର୍ଗେ ଅନୁସରି ଅନେକ ମାୟା ଶସ୍ତ୍ର କରି। ସର ବରସା ମହାଘୋର ବିନ୍ଧଇ ମାୟାବୀ ଅସୁର। ଏ ବାଣ ବରସା ପୀଡ଼ା ପାଇ କନ୍ଦର୍ପ ଚଉଦିଗେ ଚାହିଁ। ନିଜ ମୋହିନୀ ବିଦ୍ୟା ଶସ୍ତ୍ର ଅସୁର ମାୟା କଲା ହତ। ପୁଣି ଅସୁର ଶୂନ୍ୟ ଦେହା ପ୍ରକାଶ କଲା ନାନା ମାୟା। ପିଶାଚ ଗନ୍ଧର୍ବ ଗୁହକ ଉରଗ ରାକ୍ଷସ ଶୋଷକ। ଶତ ସହସ୍ର ପ୍ରମିତ ଯୁଦ୍ଧରେ ପ୍ରକାଶେ ଦଇତ। ସକଳ ମାୟା କୃଷ୍ଣ ସୁତ ନିଜ ମାୟାରେ କଲା ହତ। ନିଜ ଖଡ଼ଗ କରେ ଧରି ପ୍ରଦ୍ୟୁମ୍ନ ଗଗନେ ସଞ୍ଚରି। ସମ୍ବର ଶିର ବାମ କରେ ଧରି କାଟିଲେ କୋପରେ। ଛିଡ଼ି ପଡ଼ିଲା ମୁଣ୍ଡ ତଳେ ସୁନ୍ଦର କିରୀଟ କୁଣ୍ଡଳେ। ତମ୍ବାର ପ୍ରାୟ ଧାଡ଼ି ମୁଖ ସ୍ୱର୍ଗେ ଦେଖନ୍ତି ଦେବଲୋକ। ଆନନ୍ଦେ କୁସୁମ ବରସି କାମର ଜୟ ପରଶଂସି। ଅସୁର ମାରି କୃଷ୍ଣ ବଳା ସୁବର୍ଣ୍ଣ ରତେ ବିଜେ କଲା। କୋଳେ ବସାଇ ମାୟାବତୀ ବେଗେ ଚଳିଲା ଦ୍ୱାରବତୀ। ଗଗନ ମାର୍ଗେ କୃଷ୍ଣ ପୁରେ ବିମାନ ପଶିଲା ଭିତରେ। ଏ ବିଜୁଳି ସଙ୍ଗେ ମେଘ ଜେନେ ଦେଖି ଚକିତ ସର୍ବଜନ। କୃଷ୍ଣ ଭୁବନେ ଯେତେ ନାରୀ ରୁକ୍ମିଣୀ ଦେବୀ ଆଦି କରି। ଅପୂର୍ବ କୃଷ୍ଣର ନନ୍ଦନ ଚାହାନ୍ତେ ନିଶ୍ଚଳ ନୟନ। ନୀଳ ଜିମୁତ ପ୍ରାୟ ଦେହି ପୀତ ବସନ ବିରାଜଇ। ପଦ୍ମଲୋଚନ ଦୀର୍ଘ ବାହୁ ବୋଲନ୍ତି ହଇଲା ଏ କାହୁଁ। ଅଳପ ଆସେ ମୁଖ ସୋହେ ରୂପେ କାମିନୀ ମନମୟେ। ନୀଳ କୁନ୍ତଳ ଭୃଙ୍ଗ ତେଜେ ସୁନ୍ଦର ମୁଖ ପଦ୍ମ ସାଜେ। କୃଷ୍ଣର ପ୍ରାୟେ ତାକୁ ମଣି ସମ୍ଭ୍ରମେ ଲୁଚିଲେ ତରୁଣୀ। ପୁଣି କ୍ଷଣକେ ଦେଲେ ଚାହିଁ ଜାଣିଲେ କୃଷ୍ଣ ଏ ନୁହଁଇ। ପୁଣି ମିଳିଲେ ତାର ପାଶେ ନିଶ୍ଚୟ ଜାଣିବାର ଆସେ। ଏ ମଦନେ ମନ ନ ଚଳଇ ସ୍ଥିରେ ଚାହାନ୍ତି ସର୍ବେ ରହି। କାମିନୀ ରତ୍ନ ତାର କୋଳେ ଦେଖି ବାଳନ୍ତି କାମ ଭଳେ। ରୁକ୍ମିଣୀ ନିଜ ସୁତ ଚାହିଁ ବିସ୍ମୟ ମନେ ବିଚାରଇ। ପ୍ରସବ କାଳେ ମୋ କୁମର ଶୟନା ସ୍ଥାନୁ ନେଲା ଚୋର। ପୁତ୍ର ସୁମରି ଦୁଃଖ ମନେ କ୍ଷୀର ସ୍ରବଇବେ ନିସ୍ତନେ। କାହୁଁ ଅଇଲା ଏ କୁମର ମନୁଷ୍ୟ ରତ୍ନ କଳେ ବର। କୃଷ୍ଣର ତେଜ ଏହା ଦେହେ ଦିଶଇ ଇନ୍ଦ୍ର ନୀଳ ପ୍ରାୟେ। କେଉଁ ଯୁବତୀ ଗର୍ଭେ ଥିଲା ଅପୂର୍ବ କାହୁଁ ଏ ଅଇଲା। ଯୁବତୀ ଅଛି ଏହା କୋଳେ ଲଭିଲା ପୂର୍ବ ପୁଣ୍ୟ ଫଳେ। ମୋର ବାଳକ ନଷ୍ଟ ଗଲା ସୁତିକା ପୁରୁକେ ହରିଲା। ଜୀବନେ ଥିବ ଯହିଁ ତହିଁ ଏହାର ତୁଲେ ସମ ହୋଇ। ଦେହେ ସକଳ ଚିହ୍ନ ବହି କୃଷ୍ଣଙ୍କ ପ୍ରାୟେ ଦିଶଇ। ଆକୃତି କୃଷ୍ଣ ରୂପ ଜେନେ ସୁର ସୁନ୍ଦର ବିଲୋଚନେ। ସେ ପୁତ୍ର ଏହୁ ଭାବ ଭାବେ ଯାହା ଧରିଲି ମୁହିଁ ଗର୍ଭେ। ମୋ ଚିତ୍ତେ ସ୍ନେହ ଏହା ଚାହିଁ ମୋ ବାମ ନୟନ ସ୍ଫୁରଇ। ଏ କୁଲକି କମ୍ପେ ବାମ ଭୁଜ ଏହାର ଦେହେ କୃଷ୍ଣ ତେଜ। ରୁକ୍ମିଣୀ ଏମନ୍ତ ବିଚାରି ବିଜୟ କଲେ ନର ହରି। ଚିହ୍ନିଲେ ନିଜ ସୁତ ବୋଲି ସର୍ବେ ଧାଇଁଲେ ପେଲା ପେଲି। ଦେବକୀ ଦେବୀ ବସୁଦେବ ହଇଲେ ଶ୍ରୀରାମ ମାଧବ। ଗୋବିନ୍ଦ ତାହା ସର୍ବ ଜାଣି ବାଳକ ଦେଖି ହେଲେ ତୁନି। ଏମତେ ଶୁଣ ନରନାଥ ବ୍ରହ୍ମାନନ୍ଦନ ଉପଗତ। ଦେଖିଣ ସମସ୍ତେ ବିଷାଦ ସକଳ କହିଲେ ନାରଦ। ନାରଦ ତହୁଁ ଶୁଣି ବାଣୀ ଗୋବିନ୍ଦ ନଗରେ ଯେତେ ପ୍ରାଣୀ। ତରୁଣ ବାଳ ବୃଦ୍ଧ ସଙ୍ଗେ ଉତ୍ସବ କଲେ ନାନା ରଙ୍ଗେ। ଦେଖ ରୁକ୍ମିଣୀ ପୁଣ୍ୟ ରାଶି ଯମ ଭୁବନ ପୁତ୍ର ଆସି। ମହିଳା ଦ୍ୱାରକା ଭୁବନ ବାଳ ତରୁଣୀ ବୃଦ୍ଧ ଜନ। କୋଳେ କୁମାରୀ ସୁକୁମାରୀ ରୂପ ଭୁବନେ ନାହିଁ ସରି। ଦେବକୀ ଦେବୀ ବସୁଦେବ ଥିଲେ ଯେ ଶ୍ରୀରାମ ମାଧବ। ଯଦୁ ନଗରେ ନାରୀ ଯେତେ ଉତ୍ସବ କଲେ ଯେଜା ମତେ।
ମିଳିଲେ ଶ୍ରୀକୃଷ୍ଣ ନଗରେ ମଙ୍ଗଳ କଲେ ଉଚ୍ଚ ସ୍ୱରେ ରୁକ୍ମିଣୀ ପୁତ୍ର କଲେ କୋଳେ ଚୁମ୍ବନ ଦେଲେ ସୁଖ ବଳେ ସଙ୍ଗେ ସକଳ ପରିବାରୀ ଆନନ୍ଦେ ବଧୁ କୋଳେ ଧରି ଯଦୁ ନଗରେ ଯେତେ ଜନ ଶୁଣି ସାନନ୍ଦ କଲେ ମନ ରୁକ୍ମିଣୀ ଦେବୀ ଭାଗ୍ୟ ଦେଖ ମରଣୁ ହୋଇଲା ବାଳକ ସୁକ କହନ୍ତି ଶୁଣ ନୃପ ମାତା ଦେଖିଣ ପୁତ୍ର ରୂପ କୃଷ୍ଣର ପ୍ରାୟ ମଣି ତାହା ଅନଙ୍ଗ ବଳିଲା ଉତ୍ସାହ ସ୍ୱଭାବେ କାମ କୃଷ୍ଣ ପ୍ରାୟ ସର୍ବ ଲକ୍ଷଣ ତାର ଦେ ଅନ୍ୟ ଭୁବନ ନାରୀ ଯେତେ ତାହାକୁ ଦେଖି ହୃଦଗତେ କାମେ ହୁଅନ୍ତି ଉନ୍ମତ୍ତା ଚିତ୍ର ନୁହଁ ନାୟକତା ରୁକ୍ମିଣୀ ନନ୍ଦନ ପ୍ରାପତ ବୋଲଇ ବିପ୍ର ଜଗନ୍ନାଥ ସୁଜନେ ଶୁଣ ଏକ ଚିତ୍ତେ ସଂସାରୁ ତରିବ ଯେମନ୍ତେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ 82 ଦଶମସ୍କନ୍ଧେ ସମ୍ବରାସୁରବୋଧ ରୁକ୍ମିଣୀ ତନୟ ପ୍ରାପ୍तो ନାମ 59तमोऽध्यायः। बोलानंदे कवार हरि हरि बोल।